ସେଠି ବିଭିନ୍ନ କଥା ଆଲୋଚନା ହେଲା। ପ୍ରକୃତରେ କଞ୍ଜୁମର କହିଲେ କିଏ? କଞ୍ଜୁମର ଆମେ ସମସ୍ତେ କଞ୍ଜୁମର। କଞ୍ଜୁମର ପରିସୀମାଟା ବହୁତ ବଡ଼। ଯେମିତି କହିଲେ ପିଲାବେଳୁ ଜନ୍ମ ବହୁତ ଗୁଡ଼େ ଜିନିଷ ଭୁଲି ଯାଉଛୁ। ଆମେ ନର୍ସିଂହୋମକୁ ଯାଉଛେ ଟ୍ରିଟମେଣ୍ଟ ହେବା ପାଇଁ, ଆମ ପାଖରେ ପଇସା ଗୋଟେ ଲିମିଟେଡ୍ ନେଇକି ଯାଉଛେ କିମ୍ବା କାର୍ଡ ଗୋଟେ ନେଇକି ଯାଉଛେ, ସେଠି ବି ଆମକୁ ଲୁଟ୍ ହଉଛି। ସେଠି ଆମେ ଲୁଟ୍ର ଶିକାର ହଉଛୁ। ଆମେ ମୃତ୍ୟୁ କରିଦେଲେ ରୋଗୀକୁ କେତେ ବିଲ୍ ହବ ଜାଣିଛେ? ମୁଁ ମୋ ଜୀବନ କଥା କହୁଛି। ମୁଁ ଗୋଟେ ଅପରେସନ ହେଲି 2 ବର୍ଷ ତଳେ, ଗୋଟେ ଅପରେସନ ହେଲି କେୟାର ହସ୍ପିଟାଲ। ଡକ୍ଟରକୁ ପଚାରିଲି, ମୋ ମିସେସ୍ ପଚାରିଲେ କେତେ ଟଙ୍କା ଲାଗିବ? ସେ କହିଲେ 2.5 ଲକ୍ଷ ଟଙ୍କା ଲାଗିବ। ମୋର କାର୍ଡ ଥିଲା 5 ଲକ୍ଷ ଟଙ୍କାର କାର୍ଡ, ସ୍ୱାସ୍ଥ୍ୟ କାର୍ଡ। ସେ କାର୍ଡଟା ଧରେଇଲି। ବିଲ୍ ଯେତେବେଳେ ଆସିଲା, କେତେ ଆସିଲା ଜାଣିଛନ୍ତି? 4,57,000। ପୁରା 5 କରିଦେଇଥାନ୍ତା, ଆଉ 3,000 ବୋଧେ ରଖିଲା ଢେଙ୍କାନାଳକୁ ଯିବା ପାଇଁ, ଘୋଡ଼ା ପାଇଁ। ମୁଁ ପଚାରିଲି ସିନିୟର ଡକ୍ଟରକୁ ଡକେଇକି, ତମ ପୁତ୍ର କହିଥିଲ 2.5 ଲକ୍ଷ ଟଙ୍କା, ଏତେ କେମିତି ହେଲା? ସେ ଯେ ଭଦ୍ର ଲୋକ ଜଣେ ମତେ ବହୁତ ଭଲ ପାଆନ୍ତି, ସେ ମତେ କହିଲେ 2.5 ଲକ୍ଷ ଟଙ୍କା ପଡ଼ିବା କଥା, କିନ୍ତୁ ଏଟା ତାଙ୍କ କଥା, ମ୍ୟାନେଜମେଣ୍ଟ କଥା, ଆଉ ଆଡମିନିଷ୍ଟ୍ରେଟିଭ ଲାଇନରେ ସେ କ'ଣ ବିଲ୍ କରିଛନ୍ତି। ଆଉ ସେ କହିଲେ ଯେହେତୁ ହେଲ୍ଥ କାର୍ଡରେ 5 ଲକ୍ଷ ଟଙ୍କା ଥିଲା, ସବୁଯାକ କାଟିବା ପାଇଁ ସେ ଚେଷ୍ଟା କରିଛନ୍ତି। ଚିନ୍ତା କରନ୍ତୁ, ଜଣେ ପୂର୍ବତନ ବିଧାୟକକୁ ଚୂନ ମାରିବା ପାଇଁ ମଧ୍ୟ ସେ ଡରିଲେ ନାହିଁ। ଆମେ ସମସ୍ତେ ଲୁଟ୍ ହଉଛି, ଲୁଟ୍ର ଶିକାର ହଉଛନ୍ତି। ମୋର ଜଣେ ବନ୍ଧୁ ତାଙ୍କ ବାପାକୁ ଗୋଟେ ନର୍ସିଂ ହୋମରେ ପକେଇଥିଲେ। ମୁଁ ଯାଇଥିଲି ଦେଖିବା ପାଇଁ। ମୋ ଦେଖିଲା ପରେ ମୋର ଡାଉଟ୍ ଲାଗିଲା, which day? ତାପରେ ଜଣକୁ ଡାକିଲି, ମୋର ସେଠି ନର୍ସିଂ ହୋମରେ ଚିହ୍ନା ଥିଲା। କଥା କ'ଣ, ଇଏ କ'ଣ 4-5 ଦିନ ହେଲା ସେ ତ କରୁନାହାନ୍ତି କିଛି ନାହିଁ, କି କ'ଣ ଆମେ ତ ଟିକେ ଦେଖୁନୁ ନା ନାଇଁ ଅଣ୍ଡର ଟ୍ରିଟମେଣ୍ଟ। ତାପରେ ମତେ ପଛରେ କହିଲା, ଆଜ୍ଞା ସେ 2 ଦିନ ହେଲା ମରିଯାଇଛନ୍ତି। ସେ ଯେହେତୁ ଟିକେ ପଇସା ବାଲା, ତାଙ୍କଠୁ ବିଲ୍ ଟିକେ ବଢ଼େଇବା ପାଇଁ ରଖାଯାଇଛି। 2 ଦିନ ତମେ ଲାଷ୍ଟକୁ ରଖିବ ପଇସାଟା ଶୋଷିବା ପାଇଁ। ଏ କେତେ ବଡ଼ ଅମାନବୀୟ କାର୍ଯ୍ୟ। ପାଟିତୁଣ୍ଡ କଲା ପରେ ବିଲ୍ କଲେ, ବିଲ୍ କରିକି ପୁଣି ଲାଷ୍ଟକୁ ଛାଡ଼ିଲେ। ଏଇଭଳିଆ ଲୁଟ୍ ଆମେ ପ୍ରତିଦିନ ହଉଛନ୍ତି। ଆମେ ସୁନା ଦୋକାନକୁ ଯାଉଛନ୍ତି, ସୁନା ଦୋକାନରେ ଆମେ ଜାଣିଛେ 24 କ୍ୟାରେଟ କି 22 କ୍ୟାରେଟ ଜାଣିଛେ, ସେଠି ବି ଲୁଟ୍ ହଉଛି। ଆମେ ବିଭିନ୍ନ ଜାଗାରେ ଲୁଟ୍ ହଉଛନ୍ତି। ଆଉ ସେଇଟାକୁ ଯଦି ଆମେ ସ୍ପକ୍ଷର ଭାବରେ କହିବାକୁ ଯାଉଛୁ, ନା ଇଏ ହଉଛନ୍ତି ଗାଲୁଆ ମିନିଷ୍ଟର, କି କିଛି ବୁଝୁନାହାନ୍ତି, ଯାହା